ଏଇ ଯୋଉ ଅଷ୍ଟପହରୀ କରୁଛନ୍ତି ହୁଁ ଆମ ଏଇ ପାଖରେ ଆଦିବାସୀ ଶବର ଜାତିର ହଁ ମଦ ଭେଣ୍ଡର ରଖିଛନ୍ତି। ହଁ ମୁଁ କହିଲି ତମେ ଗୋରୁ କରିଛ ନା ଗୋରୁ କରିଛୁ। ହଁ ମୁଁ କହିଲି ତମ ଗୁରୁ କହିଛନ୍ତି ଗଞ୍ଜେଇ ମଦ ଖାଇବ ହୁଁ ଅଭକ୍ଷ ଭକ୍ଷଣ କରିବ ହୁଁ ହରି ନାମକୁ ଅପବିତ୍ରତା କରୁଛ କାହିଁକି? ହୁଁ ଯୋଉ ନାମ ଧରୁଛ ହୁଁ ତମ ଦେହ ତ ପବିତ୍ର ହେଇପାରିଲା ନାଇଁ କାଳ କାଳକୁ ହେଇପାରିବନି। ହୁଁ ହରି ନାମ ଟାକୁ ଖାଲି ପାଟିରେ ଗାଇଦେଲେ ତମେ ମୁଖ୍ୟ ହେଇଗଲ। କେମିତି ମୁଖ୍ୟ ହବ? ବାଇଗିଣୀ ଟିକେ ଖାଇଲେ କି ଗୁଣ୍ଡି ଟିକେ କି ସଫଳ ଟିକେ ଖାଇଲେ ହୁଁ ତମର ଯୋଉ ଜିନିଷ ଟା ଆସିବନି ଆପଣ କାଲି ନା ପହର ଦିନ ବୁଝଉଥିଲେ। ହୁଁ ହୁଁ ଆଉ ସେ ତ ମଦ ଗଞ୍ଜେଇ କରିକି ଫେରେ ଗାଁ ଭିତରେ କି ତାଙ୍କ ସାହି ଭିତରେ ଗୋଟେ ମଦ ଭେଣ୍ଡର ରଖିଛନ୍ତି। ମୁଁ କହିଲି ଅଷ୍ଟପହରୀ ସରିବ ଅଷ୍ଟପହରୀ ଭିତରେ ତମେ ତାକୁ ପିଇକି ଯାଇକି ନାମ ଦବ ଅଷ୍ଟପହରୀ ପରେ ତମେ ରାତି ଅନିଦ୍ରା ଯିବ ପିଇବ। ହୁଁ ହୁଁ ଏଇଟା ଠିକ ଆଜ୍ଞା? କେମିତି ଠିକ ହେଲା? ହଁ ମୁଁ କହିଲି ନାମଟି ହେଲା ଅପବିତ୍ର କେହି ଶୁଣିବେନି କେହି ରହିବେନି। ହଁ ହଁ ମନର ପବିତ୍ରତା ହେବା ପାଇଁ ଶୁଚି ହେବା ପାଇଁ ହୁଁ ତାଙ୍କୁ କହିଲି ମୁଁ କହିଲି କପିଳ ମୁନି ମା ଦେବହୁତି କି ବୁଝେଇଲେ ପୁଅ ହଉଛି ମା ର ଗୁରୁ ହୁଁ ତେଣୁ ଶେଷ ବେଳକୁ ଗଙ୍ଗା ନଦୀ କୂଳରେ ରହି ହୁଁ ଦିନକୁ 3 ଥର ଗାଧେଇ ହୁଁ ସେ ଭଗବାନଙ୍କୁ ଡାକନ୍ତି। ହୁଁ ଆଇ ତମେ ଗୃହସ୍ଥ ହେଲେ ସୁଧା ବି ନୀତି ନିୟମ ରଖିବନି। ମାଘ ମାସରେ ଆମିଷ ଖାଇବା କଥା ନୁହଁ ଯଦି ସଂସାରୀ ଯିଏ ଖାଉଛି ମାଘ ମାସ ହେଲା ଫଗୁଣ ମାସ ହେଲା ଆଷାଢ ମାସ ବୈଶାଖ ମାସ କାର୍ତ୍ତିକ ମାସ ମାର୍ଗଶିର ମାସ ହୁଁ ହୁଁ ଏକରେ ଆମିଷ ଜିନିଷ ଖାଇବା କଥା ନୁହେଁ। ହୁଁ ଆଉ ନାଦି ଦେଇକି ମଦ ନାଦି ଦେଇକି ଭଗବାନଙ୍କୁ ଡାକୁଥାଏ। ଆଉ ସପ୍ତାଙ୍ଗ କଥା ଆପଣଙ୍କର ଶୁଣୁଥିଲି ଏଇନୁ ଆଜ୍ଞା ଏଇନୁ ଆଡେଇକି ଦେଖିକି ଆଡେଇଲି ସେଠୁ ମୁଁ କହିଲି ବାବାଙ୍କୁ ପଚାରିଲି ସେ ସବୁ କଥା ଠିକ ଭୁଲ କହିଦେବେ। ଆପଣଙ୍କ ଯୋଉ ଭଳିଆ ଭାବରେ ବୁଝେଇକି କହୁଛନ୍ତି ହୁଁ ମୁଁ ଯୋଉଠି ବସେ ଆପଣଙ୍କର କଥାଟି ଅଧଘଣ୍ଟେ କୁହେ ହୁଁ ହୁଁ ମତେ କହନ୍ତି ତମ ଗୁରୁ କିଏ? ମୁଁ କହିଲି ବିଶ୍ଵମ୍ବର ବାବା। ହୁଁ ନା ତାଙ୍କ ଠିକଣା କେମିତି ପାଇଲେ ମୁଁ କହିଲି ମୋବାଇଲରେ ଅଛି। ମୁଁ ଖୋଜି ଖୋଜି ଏହା ଶୁଣୁ ଶୁଣୁ ଦିନେ ପୁଅକୁ କହିଲି ପୁଅ ଏ ବାବାଙ୍କର ନମ୍ବର ଟା ପାଉନି ହେଠୁ ଫିଡିଙ୍ଗ କରିଦେଲା ସିଏ ଆପଣ ନମ୍ବର ସହ ଦେଇଛନ୍ତି ଛାଡିଛନ୍ତି। ନାଇଁ ମୁଁ ଡେଲି 3:30 ଉଠିକି ଝାଡା ଉପଟ ଯାଇକି ଗାଧେଇ ପାଧେଇ କିଣି ଗୁରୁ କରେ ନକରେ ମୁଁ କିନ୍ତୁ ଓଁକାର ନାମ ଟିକି ନାଇଁ ଆଜ୍ଞା ମୁଁ ଆଗରୁ ଓଁ ନମୋ ଭଗବତେ ବାସୁଦେବାୟ ନମ ହୁଁ ହୁଁ ଏଇଆ କହୁଥିଲି ଡାକୁଥିଲି ମାନେ 13 ବର୍ଷରୁ ହୁଁ ହୁଁ ତାପରେ ମତେ ମୋ ଜେଜେ ବାବା କହିଲା କିରେ ତୋ ପାଟିରେ କିଛି ପଶୁନି କି କଣ ଖେତେଙ୍ଗ ହଉଛି ମୁଁ କହିଲି କଣ କହୁଛୁ ମୁଁ ଏରା କିଛି ବୁଝି ପାରୁନି ନା ଓଁ ଟା ଲଗେଇବୁ ହିଳି ଶ୍ରୀ କ୍ଲି ପିଳି ଧିଳି କହିକି ଓଁ ନମୋ ଭଗବତେ ବାସୁଦେବାୟ ନମ ମୁଁ କହିଲି ତା ଅର୍ଥ ହୁଁ ମୁଁ ଜାଣିନି ହଁ ମୁଁ ଜାଣିନେଇ କହିଲା ଏଟା ହଉଛି ପଞ୍ଚ ବୀଜରେ ପଞ୍ଚ ଦୈବତମ ହଁ ଏଇ ଓଁକାର ଟା ହେଇଥିରୁ ତିଆରି ହେଇଛି। ହଁ ହଁ କେତେ ଦୂର ସତ କି ମିଛ ସେ ବୁଢା ତ 2 ବର୍ଷ ପରେ ମରିଗଲା ଆଉ ପାଇଲିନି ଆଉ ହଁ ଏଇଟା ଆଜ୍ଞା ଠିକ? ନା ସେମିତି ଠିକ ହେଲା। ଆଜ୍ଞା କୋଉ କଥା କୁହନ ନାଇଁ ବୁଢା ଯୋଉ କହିଥିଲା ଆମ ଜେଜେବାପ ହଁ ଓଁ ହିଣୀ ଶ୍ରୀ କ୍ଲି ପିଳି ଧି ହଁ ଓଁ ନମୋ ଭଗବତେ ବାସୁଦେବାୟ ନମ ହଁ ହଁ ମୁଁ କହିଲି ଓଁ ନମୋ ଭଗବତେ ବାସୁଦାୟ ନମ କହିଲେ ବିଷ୍ଣୁଙ୍କୁ ଡାକିବାକୁ ପଡିଲା। ହଁ ତେଣୁ ପ୍ରହ୍ଲାଦ ଡାକିଥିଲା ଧ୍ରୁବ ଡାକିଥିଲା ବିଷ୍ଣୁ ମନ୍ତ୍ର ନାରଦ ଦେଇଥିଲେ ଯେ ହଁ ତେଣୁ ଏଟା କେତେ ଦୂର ସତ ଏ ଆପଣଙ୍କୁ ପଚାରିଲି। ହଁ
ଏଇଟା ଠିକ ହବନି ଆଜ୍ଞା? ନା ସେ ମନ୍ତ୍ରଟା ଉଲ୍ଟ ପାଲ୍ଟିଆ ଅଛି। ଆଜ୍ଞା ହଁ। ସେ ଯୋଉ ମନ୍ତ୍ର କହିଲ ଟିକେ ଉଲ୍ଟ ପାଲ୍ଟିଆ ଅଛି। ସିଏ ଜେଜେବାପା କହିଥିଲା ଯାହା ମୁଁ ଏଟାକୁ ଧରିକି ବଇଚି ଆଉ। ହଁ ହଁ ସେ କହିଥିଲେ ଯେ ଠିକ କିନ୍ତୁ ଯଦି ଟିକେ ଉଲ୍ଟ ପାଲ୍ଟିଆ ଅଛି। ହଁ ଶ୍ରୀ ମାନେ ବଳରାମ, ଶ୍ରୀ ମାନେ ସୁଭଦ୍ରା, କ୍ଲି ମାନେ ଜଗନ୍ନାଥ। ହୁଁ। ଆଉ ପ୍ଲିଂ ଝିଲି ମାନେ ସୁଦର୍ଶନ ଆଉ ରତ୍ନ ସିଂହାସନ। ମୁଁ ତ ଏରା ବୁଝି ପାରୁନି ଆଜି ସୁଦ୍ଧା। ଇଏ ତ ଠିକ ଯେ ଏ କଥାଟା ଠିକ ଏ ଯୋଉ ଉଲ୍ଟ ପାଲ୍ଟିଆ ଟିକେ ଅଛି ଆଉ। ଏଇଟା କେମିତି ସଜେଇ ହବ ଆଜ୍ଞା? ସଜେଇ ହବ ତମେ କେତେବେଳେ ଟିକେ ପଳେଇ ଆସ ମୋ ପାଖକୁ। ହଉ। ପଳେଇ ଆସିଲେ ଏଇଠି ବସି କଥାବାର୍ତ୍ତା ହବା। ହୁଁ ହୁଁ। ସବୁ ସଜେଇକି ବାଗେଇକି କହିଦେବି ସବୁ। ହଁ ହଉ। ସବୁ କ ନାଇଁ ଆପଣଙ୍କର ମୁଁ ଆଗ ରାତି 3:30ରୁ ଉଠିଲେ ଝାଡା ପଟ ଯାଇକି ହୁଁ ଆଗ ରାତି ବୟସ ହେଇଗଲାଣି 73 ନା ଗାଧେଇ ହବନି। ହୁଁ ତେଣୁ ଗଙ୍ଗା ଯମୁନା ସରସ୍ୱତୀ ନର୍ମଦା କାବେରୀ ସିନ୍ଧୁ ବ୍ରହ୍ମପୁତ୍ର ଗଣ୍ଡୁକି ପୁଷ୍କର ତୀର୍ଥାନୀ କହିକି ହଁ ଜଳ ଟିକେ ମାରି ଦଉଛି। ଜଳେ ବିଷ୍ଣୁ ତଳେ ବିଷ୍ଣୁ ପର୍ବତ ଶିଖରେ ବିଷ୍ଣୁ ଜଳା ନଳା କୁଳା ସର୍ବ ଜଗତମୟ ବିଷ୍ଣୁ। ବିଷ୍ଣୁ ବିଷ୍ଣୁ କହି ମାରିକି ହଁ ହଁ ଲୁଗାପଟା ବଦଳେଇକି ଏଠି ଟିକେ ପୋଛି ପୁଛା ହେଇକି ଆସିକି ବସିକି ହେଠୁ 4ଟାରୁ ଆକୁ ନାମକୁ ଗାଇ ଗାଇକି ଏଠି ଅଧଘଣ୍ଟେ ଘଣ୍ଟାଟେ ହେଠୁ ନବଗ୍ରହଙ୍କୁ ଡାକିବି, 27 ନକ୍ଷତ୍ରଙ୍କୁ ଡାକିବି। ହେଠୁ ଇଂରାଜୀ 10 ଦିପାଳକଙ୍କୁ ଡାକିବି। ବାଃ ହେଠୁ ଅଷ୍ଟ ନାଗକୁଳ ଅଷ୍ଟ ନାଗ ପତ୍ନୀ କି ଡାକିବି। ଆଚ୍ଛା ତାପରେ ପିତାମହ ମାତାମହ ଏମାନଙ୍କୁ ଡାକିକି ମୁଣ୍ଡିଆ ମାରି ସାରିଲା ବାଦେ ହେଠୁ ଗୁରୁଙ୍କୁ ନମସ୍କାର କରି ଆଗ ଗୁରୁ ଉଠିଲା ମାନେ ଗୁରୁଙ୍କୁ ନମସ୍କାର। ଏଇଟା କରି ସାରିଲା ବାଦେ ତାପରେ ଯୋଉ କଥା ଆଉ 5 ମହାସତୀ କନ୍ୟାଙ୍କୁ ଡାକେ ଯେ ମୁଁ ହେରା ଡାକୁ ଡାକୁ 15-16 ଆଡେ ଡାକିଦିଏ। ଅହଲ୍ୟା ତାରା କୁନ୍ତି ମନ୍ଦୋଦରୀ ସୀତା ସାବିତ୍ରୀ ଦ୍ରୌପଦୀ ଦମୟନ୍ତୀ ଅରୁନ୍ଧତୀ ଅନୁସୟା ଗାନ୍ଧାରୀ ସାବିତ୍ରୀ ସତ୍ୟଭାମା ରୁକ୍ମିଣୀ ଜାମ୍ବବତୀ ରେଣୁକା ଦେବହୂତି ଏ ମହାସତୀ କନ୍ୟାକୁ ନମସ୍କାର। ମହାସତୀ କନ୍ୟାକୁ ଭଗବାନ ଡରନ୍ତି ଆଉ। ହଉ ବାବା ହଁ ଆପଣଙ୍କ ଡାକରା ଆସିଲା ଯେତେବେଳେ ହେଲେ ଯିବି ବାହାରିକି। ହଁ ହଁ ମୁଁ ନାଇଁ ମୁଁ ଦିନେ ଭାବିଲି ହଁ ହଁ ନିଶ୍ଚୟ ବାବା ମନରୁ ଡାକିବେ। ହଁ ହଁ ଆଜି ଡାକରା ଆସିଲା ଆପଣଙ୍କର ଯେତେବେଳେ ଯାଇ ଦିନେ 2 ଦିନ ରହିବାକୁ ପଡିବ। ହଉ ରହୁଛି ବାବା କୋଟି ହଁ ହଁ ଦଣ୍ଡବତ ନମସ୍କାର।